ଉଠଉଛନ୍ତି। ଧାନ କିଣା କେମିତି ଷ୍ଟ୍ରିମଲାଇନ୍ ହେଇଯାଇଛି ଲୋକ ଦେଖିଛନ୍ତି। ଗତ ବର୍ଷ ଧାନ ଖରିଫ ଆଉ ରବିରେ ମଧ୍ୟ ଆମେ ଧାନ ସିଷ୍ଟମେଟିକାଲି କରିଛୁ। ଏଥର ବି ସିଷ୍ଟମେଟିକାଲି ଚାଲିଛି। ଯେଉଁଟା ବଳକା ଧାନ ଥିଲା ତା ପାଇଁ ବି ଅର୍ଡ଼ର ହେଇସାରିଛି, ଟୋକନ ବା ବ୍ୟବସ୍ଥା ହେଇସାରିଛି। ତେଣୁ ସିଷ୍ଟମେଟିକ୍ ଚାଲିଛି। ସେ ତାଙ୍କ 800 ଟଙ୍କା ଧାନ କ୍ୱିଣ୍ଟାଲ ଯେଉଁ ଆମେ ଅଧିକ ଦେଉଛୁ ସେଟାକୁ ଗୋଟେ ଡାଇଲ୍ୟୁଟ୍ କରିବା ପାଇଁ ସେମାନେ ସେଭଳି ଏକ କନଫ୍ୟୁଜନ ତିଆରି କରିବା ପାଇଁ କହିଛନ୍ତି, ଚିଠି ଲେଖିଛନ୍ତି। ଛତିଶଗଡ଼ରେ ସବୁ ଧାନ କିଣା ସରିଲାଣି, ଗୋଟେ ମଣ୍ଡିରେ ବି ଛତିଶଗଡ଼ ଆଉ ଧାନ ନାହିଁ। ଆମର ବି କୋଉଠି ଅଛି, ଆମର ପଶ୍ଚିମ ଓଡ଼ିଶା ଧାନ ସରିଛି। ଯୋଉଟା ବଳକା ଥିଲା ଯୋଉ 5% 3% ଧାନ ସେଟା ମଧ୍ୟ ଟୋକନ ଇସ୍ୟୁ ହେଇଛି, କିଣାଯିବ। ଯୋଉ ଜାଗାରେ ଅଛି ଟୋକନ ଦବା ପାଇଁ ବି ଦେଇଛି। ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନବରଙ୍ଗପୁର ସବୁବେଳେ ଧାନ କିଣା ବ୍ୟବସ୍ଥା ବିଜେପି କିଛି କରିନି। ସେମାନଙ୍କୁ ପଚାରିଲେ କିଏ କେସ୍ କରିକି ଷ୍ଟେ କରିଥିଲା, ଡାହାଣୀ ହେଇକି ବସିବା, ଗୁଣିଆ ହେଇକି ଝାଡ଼ିବା, ସେ ବ୍ୟବସ୍ଥାରେ ମ୍ୟୁନିସିପାଲ କର୍ପୋରେସନ ଡିକ୍ଲେୟାର କରିବା ଆଉ ତାକୁ ଷ୍ଟେ କରିବା। এটা ସେମାନେ ତା ଉତ୍ତର ଦେବେ ନା ଠିକ୍ ଠାକ୍। ଆମେ ଟାଇମରେ ଇଲେକ୍ସନ କରିବୁ, ସବୁ ଟାଇମରେ ଇଲେକ୍ସନ ହବ ପାଇଁ ସରକାର ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। 20 ପର୍ଯ୍ୟନ୍ତ ଯୋଉ ଆସିଛି ପଲିସି, ରିହାବିଲିଟେସନ ପଲିସି, ବେଷ୍ଟ ପଲିସି। ଆଗରୁ ତ ଜଣେକି ଚାକିରି ପାଉନଥିଲେ, ପଲିସି ଥିଲା, କିନ୍ତୁ ପଲିସି ନାଁରେ ଥିଲା। ଏ ଯୋଉ ଗଭର୍ଣ୍ଣମେଣ୍ଟ ଆମର ନୂଆ ପଲିସି ଆଣିଛନ୍ତି, ସେ ପଲିସିରେ ସମସ୍ତେ ଚାକିରି ପାଇବାର ବ୍ୟବସ୍ଥା ହେଇଛି। ଏବେ ନୂଆ ପଲିସି କଲୁ 25 ମସିହା ପର୍ଯ୍ୟନ୍ତ ଯୋଉ ଏକ୍ସଟେନସନ 25 ମସିହା ହେଇଗଲେ ସମସ୍ତେ ରିହାବିଲିଟେସନ 25 ପର୍ଯ୍ୟନ୍ତ ଯୋଉମାନେ ଦେହାନ୍ତ ହେଇଛି ତାଙ୍କ ସେମାନେ ବେନିଫିଟ ହେଇଯିବ। ସମୟ ଅପେକ୍ଷା ରୁହନ୍ତୁ, ସବୁ ଧୀରେ ଧୀରେ ସ୍ପଷ୍ଟ ହେଇଯିବ।